ମାନେ କେମିତି ସବୁ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ତ ମୁଁ ଆଜି ଆସିଛି ଗୋଟେ ନୂଆ ଭିଡ଼ିଓ ପାଇଁ ଯେଉଁଟାକି ହେଉଛି ମୋବାଇଲ୍ ଉପରେ। ତ ଭାଇ ଦେଖ, ଯେଉଁମାନେ ମୋବାଇଲ୍ କିଣୁଛନ୍ତି ଆଣ୍ଡ ଗ୍ଲାସ୍ ପକାଉଛନ୍ତି ଟେମ୍ପର୍ ଗ୍ଲାସ୍, ତାକୁ କ'ଣ କରୁଛନ୍ତି ନା ବହୁତ ଦିନ ଯାଉଛି, ମାନେ ଲଗାତାର ବର୍ଷେ ଯାଉଛି, 2 ମାସ ଯାଉଛି, 3 ମାସ ଯାଉଛି, 6 ମାସ ଯାଉଛି, କେତିକି ଆପଣ ଜମା ସେ ଗ୍ଲାସ୍ଟାକୁ ଚେଞ୍ଜ କରୁନାହାନ୍ତି, ସେ ଗ୍ଲାସ୍ଟାକୁ, ବୁଝିଲେ କି ନାହିଁ? ତ ସେ ଗ୍ଲାସ୍ଟା ଚେଞ୍ଜ କରିବା ଦ୍ୱାରା କ'ଣ ହେଉଛି ନା, ଆପଣ ଯେଉଁମାନେ ଟିକେ ଏଜେଡ଼ ଅଛନ୍ତି ସେମାନେ ତ ଫୁଲ୍ ବ୍ରାଇଟନେସ୍ ଦେଖୁଥିବେ ମୋବାଇଲର ନା, ପୁରା ଫୁଲ୍ ଥିବ ବ୍ରାଇଟନେସ୍, ହେଲା, ବୁଝିଲେ କି ନାହିଁ? ତ ସେତେବେଳେ କ'ଣ କରିବେ ନା, ତ ଆପଣ ଦେଖ ଗୋଟେ କାଚ, ଆମର ଯେଉଁ ଟେମ୍ପୋରାରୀ ଗ୍ଲାସ୍ ଲାଗିଛି ତଳେ ଗୋଟେ ଅଠା ଭଳିଆ ଥାଏ, ଯେଉଁଟାକି ଲାଗିକି ରହିଥାଏ ମେନ୍ ଡିସପ୍ଲେ ସହିତ, ବୁଝିଲେ ତ? ଯଦି ସେ ଟେମ୍ପୋରାରୀ ଗ୍ଲାସ୍ର ଯେଉଁ ଅଠାଟା ସେଇଟା ଓନ୍ଲି ଗ୍ଲାସ୍ରେ ଲାଗିକି ଥାଏ, ତ ଆପଣ ଖରାରେ କେବେ ଚଲାଉଥିବେ ମୋବାଇଲ୍, କିଛି ଗୋଟେ କାହାକୁ ପେମେଣ୍ଟ କରିବାର ଅଛି କି କ'ଣ ଗୋଟେ ଦେଖୁଛନ୍ତି ବସି ଗାଡ଼ି ଭିତରେ କି ଯେଉଁଠି ଥିବ, ସେଇଟା ଖରା ତ ପଡ଼ୁଛି ନା ସେ ମୋବାଇଲ୍ କାଚ ଉପରେ। ତ ଆପଣ କ'ଣ ନା ବସିକି ଦେଖୁଥିବେ ସପୋଜ୍ ମୋବାଇଲ୍, ତ ଆପଣଙ୍କର ବହୁତ ଜୋରେ ହିଟ୍ ହେଉଛି, ତ ଆପଣଙ୍କ ମୋବାଇଲଟା ରାତି ହେଲାଣି ଥୋଇଥିବେ। କିନ୍ତୁ ଭାଇ ଦେଖନ୍ତୁ, ସେତେବେଳେ ସେମିତି ଜମା କରିବେନି। ଯେତେବେଳେ ମୋବାଇଲ୍ ପୁରା ଥଣ୍ଡା ହେଇଯିବ, ଏଇଟା ଖାସ୍ କରିକି ଖରାଦିନ ପାଇଁ, ଯେତେବେଳେ ମୋବାଇଲ୍ ପୁରା ଥଣ୍ଡା ହେଇଯିବ ନା, ତ ସେତେବେଳେ କ'ଣ ଏଇଟା ଖରାଦିନେ ବହୁତ ଭେରି ଭେରି ଇମ୍ପୋର୍ଟାଣ୍ଟ ଏଇଟା। କାହିଁକିନା ଯେତିକି ଆପଣ ଗୋଟେ ଗ୍ଲାସ୍ ଚେଞ୍ଜ କରୁନାହାନ୍ତି ଖରାଦିନ ଯେଉଁ 4 ମାସ ରହୁଛି, ଯଦି ଆପଣ ଗ୍ଲାସ୍ ଚେଞ୍ଜ କରୁନାହାନ୍ତି ମୋବାଇଲର ଟେମ୍ପୋରାରୀ ଗ୍ଲାସ୍, ତ ଯେଉଁ କାଚ ପଛରେ ଯେଉଁ ଅଠାଟାର ଯେଉଁ ଲେୟର୍ ଥାଏ, ସେ ଲେୟର୍ଟା ନା ଲାଖିକି ମାନେ ମେଲ୍ଟ ହେଇକି ରହିଯାଏ ମେନ୍ ଡିସପ୍ଲେରେ, ଯାହାଫଳରେ କି ଆମେ ଗୋଟେ କାଚ ଉଠାଇଲା ବେଳକୁ, ନୂଆ ମୋବାଇଲ୍ ହେଇଥାଉ ନା କାହିଁକି, କାଚ ଉଠାଇଲା ବେଳକୁ ତା ତଳ ଗୁଡ଼ ଦେଖୁ ଛାଡ଼ୁନଥିବ, ଜମାରୁ ମାନେ ଛାଡ଼ୁନଥିବ କାଚଟା। ତ କାଚଟା କାହିଁ ଛାଡ଼େନି ନା, ଆପଣ ଫୁଲ୍ ବ୍ରାଇଟନେସ୍ରେ ଏକରେ ଦେଖୁଛନ୍ତି ମୋବାଇଲ୍, ଆଣ୍ଡ ଦେନ୍ କ'ଣ କରୁଛନ୍ତି ନା ଖରାରେ ମୋବାଇଲ୍ ଦେଖୁଛନ୍ତି। ତ ଏମିତି ସବୁ ହେଇକି ସବୁଆଡ଼ୁ ହେଇକି ଖରା ଦିନଟାରେ ଯାହା ବି କରୁଛନ୍ତି ଭାଇ କରନ୍ତୁ, ଖରାଦିନେ ନା ଯେମିତି ହେଲେ ଟେମ୍ପର୍ ଗ୍ଲାସ୍ ଚେଞ୍ଜ କରନ୍ତୁ ମୋବାଇଲର। କାହିଁକିନା ଖରାଦିନେ ଯଦି ଆପଣ ମୋବାଇଲର ଟେମ୍ପର୍ ଗ୍ଲାସ୍ ଚେଞ୍ଜ ନ କରିବେ, ତାହେଲେ ଆପଣଙ୍କର ଡିସପ୍ଲେ ଉପରେ ବି ବହୁତ ପ୍ରଭାବ ପଡ଼ିବ। କାହିଁକି ନା ଖରାର ଟେମ୍ପରେଚର୍ 40ରୁ 45 ଡିଗ୍ରୀ, ଆମ ମୋବାଇଲ୍ ଟେମ୍ପରେଚର୍ କ'ଣ ସେତିକି, 40ରୁ 45 ଡିଗ୍ରୀ। ମୋବାଇଲ୍ ଟେମ୍ପରେଚର୍ଟା କେତେ? ତଥାପି ମୋବାଇଲ୍ ଟେମ୍ପରେଚର୍ ବେଳେବେଳେ ଦେଖାଉଛି 42 ଡିଗ୍ରୀ 43 ଡିଗ୍ରୀ ଦେଖାଉଛି। ବଟ୍ ଏତେ ଟେମ୍ପରେଚର୍ ଯାଏଁ ମୋବାଇଲ୍ ଦେଖିବା କଥା ନୁହଁ। ଆଉ ଗୋଟେ ସବୁଠୁ ଭେରି ଭେରି ଇମ୍ପୋର୍ଟାଣ୍ଟ କଥା ହେଉଛି କି, ଏଇଟା ଏଠି ମୋବାଇଲ୍ ମୋର ଚାର୍ଜର ଲାଗେ, ତ ମୋବାଇଲ୍ କେବେ ଚାର୍ଜରେ ଲଗେଇକି ଦେଖିବେନି। କାହିଁକିନା ମୋବାଇଲ୍ ଚାର୍ଜ ଲଗେଇ ରଖିବା ଦ୍ୱାରା ଆପଣଙ୍କର ମୋବାଇଲ୍ ଚାଲୁଛି, ମୋବାଇଲ୍ ଭିତରେ ସବୁ ମେସିନ୍ ବି ଆକ୍ଟିଭେଟ୍ ରହୁଛି, ସବୁ ମେସିନ୍ ଯାକ ତା'ର ଯେତେକ ସବୁ ର୍ୟାମ୍ ସବୁ କ'ଣ ସେରା ବି ସବୁ ହିଟ୍ ଜେନେରେଟ୍ କରୁଛି। ତ କଲା ଭିତରେ ଯେଉଁ ଚାର୍ଜରଟା ଏଣ୍ଟ୍ରି ହେଉଛି, ଯେଉଁ ଆମର ମାଇକ୍ରୋ ୟୁଏସ୍ବି ହଉ କି ଟାଇପ୍ ସି ଚାର୍ଜରରେ ଯେଉଁ ଚାର୍ଜିଂର ଯେଉଁ ପାୱାରଟା ଭିତରୁ ପଡ଼ୁଛି, ତ ସେଇଟା ବି ତ ଗୋଟେ କରେଣ୍ଟଟା ନା, ସେଇଟା ବି ତ ଗୋଟେ ଲାଇଟିଂଟା। ତ ସେଇଟା କ'ଣ ନା ମୋବାଇଲ୍ର ପ୍ରୋସିଜର୍କୁ ହିଟ୍ କରିବ, ଯାହାଫଳରେ କି ସେଇଟା ମୋବାଇଲ୍ ଉପରେ ପ୍ରଭାବ ପକାଇବ। ମୋବାଇଲ୍ ବ୍ୟାଟେରୀ ବି ମଝିରେ ମଝିରେ ଫାଟିଯିବାର ବହୁତ ସମ୍ଭାବନା ଅଛି। କାହିଁକିନା ସେଥିପାଇଁ ଆଗୁଆ ଆପଣ ସତର୍କ ହେଇଯାଆନ୍ତୁ। ତ ଆଗୁଆ ସତର୍କ କ'ଣ ହେବେ ନା, ସବୁଦିନ ଖରାଦିନେ ଟେମ୍ପର୍ ଗ୍ଲାସ୍ ଚେଞ୍ଜ କରିବେ। ସବୁ ବର୍ଷ ଖରାଦିନେ 4 ମାସ ଭିତରେ ଯେମିତି ହେଲେ ଭାଇ 2ଟା ଗ୍ଲାସ୍ ଚେଞ୍ଜ କରିବେ 4 ମାସ ଭିତରେ। କାହିଁକିନା ଯଦି ଆପଣ ଟେମ୍ପର୍ ଗ୍ଲାସ୍ ଚେଞ୍ଜ ନ କରୁଛନ୍ତି, ତାହେଲେ ଆପଣଙ୍କର ମୋବାଇଲ୍ ଉପରେ ବହୁତ କିଛି ପ୍ରଭାବ ପଡ଼ିବ। ଯେମିତିକି ମୋର ଗୋଟେ ଥର ପଡ଼ିଥିଲା, ଯେହେତୁ ମୋର 4 ମାସ ମନେ ନାହିଁ, ମୁଁ ଗୋଟେ ଥର ଟ୍ରାଏ କରୁଥିଲି କି ଦେଖିବା କ'ଣ ହେଉଛି, ଯେଉଁ 4 ମନ୍ଥସ୍ ଯାକ ଗ୍ରୀଷ୍ମ ଦିନ ହେଲେ ନାଇଁ କରିବେନି, ତାପରେ ଯାହା ହେଉଛି ହଉ। ତ ମୁଁ କଲିନି, ତାପରେ ବି ମୁଁ ହଇରାଣ ହେଲି। କାହିଁକି ନା ଯେଉଁ 4 ମାସ ମୁଁ ଟେମ୍ପର୍ ଗ୍ଲାସ୍ ମୋର ଚେଞ୍ଜ କଲିନି, ସେମିତିକା ରଖିଦେଲି। ତ କ'ଣ ହେଲା ନା, ଆମେ ହିଟ୍ ଦେଇ କେତେବେଳେ କେମିତି ପୁରା ମୋବାଇଲ୍ ଫୁଲ୍ ବ୍ରାଇଟନେସ୍ ଥାଏ, କେତେବେଳେ କେମିତି, ସବୁଦିନ ନାହିଁ। ଆଉ ପ୍ରାୟ ଟାଇମ୍ ଆମେ ତ ଖରାରେ ବେଶୀ ମୋବାଇଲ୍, ଗୋଟେ କଲେଜ୍ ଗଲ ସପୋଜ୍ କି କ୍ଲାସ୍ କରିବାକୁ ଗଲ, ତ କ୍ଲାସ୍ ଯଦି କମ୍ପ୍ୟୁଟର କ୍ଲାସ୍ ତୁମେ କରିବାକୁ ଯାଉଛ, ତୁମେ ଗଛ ମୂଳେ ବସିବ ନା, ତ ସେଠି କ୍ଲାସ୍ ସରିଲେ ପିଲା ବାହାରିଲେ ତୁମେ ଭିତରକୁ ଯିବ ନା। ତ ସେମିତି ତ ନାହିଁ। ତ ସେମିତି କଲେଜ୍ ଗଲ, କଲେଜରେ କେଉଁଠି ବସୁଛ, କ'ଣ କରୁଛ, ସେମିତି ତ କିଛି ନାହିଁ ନା ଗ୍ୟାରେଣ୍ଟି ୱାରେଣ୍ଟି। ତୁମେ କ'ଣ କରିବ, ସବୁବେଳେ ଛାଇରେ ବସ କି ଯେଉଁଠିକି ବସ, କିନ୍ତୁ ଖରାଦିନେ ଯେମିତି ହେଲେ ଭାଇ ମୋବାଇଲ୍ ଟେମ୍ପର୍ ଗ୍ଲାସ୍ ଚେଞ୍ଜ କରିବେ। ଯଦି ଟେମ୍ପର୍ ଗ୍ଲାସ୍ ଚେଞ୍ଜ ନ କରିବେ, ତାହେଲେ ମୋବାଇଲ୍ ପଛଆଡ଼େ ଯେଉଁ ଟେମ୍ପର୍ ଗ୍ଲାସ୍ର ସବୁ ଯେଉଁ ଲେୟର୍ଟା ଥାଏ, ମେଲ୍ଟ ଲେୟର୍ଟା ଥାଏ ଯେଉଁ ସବୁ, ସେଇଟା ପୁରା ମେଲ୍ଟ ହେଇକି ଆମର ମେନ୍ ଡିସପ୍ଲେ ଉପରେ ଲାଗିଯାଏ, ଯାହାଫଳରେ କି ଆମର ମୋବାଇଲ୍ର ମେନ୍ ଡିସପ୍ଲେ ଉପରେ ପ୍ରଭାବ ପଡ଼େ, ଯାହାଫଳରେ କି ଆମ ମୋବାଇଲ୍ ଭାଙ୍ଗିଯିବାର ମେନ୍ ଡିସପ୍ଲେ ବହୁତ ସମ୍ଭାବନା ଅଛି। କାହିଁକିନା ମୋର ଭାଙ୍ଗିନି, କିନ୍ତୁ ମୋ ସହ ସେମିତି ହେଇଛି। କାହିଁକିନା ଗୋଟେ ଥର ମୋର 4 ମାସ ପରେ ଯେତେବେଳେ ମୁଁ ଟେମ୍ପର୍ ଗ୍ଲାସ୍ ଚେଞ୍ଜ କଲି ଖରାଦିନ ପରେ, ତ ସେତେବେଳେ କ'ଣ ହେଇଥିଲା ନା, ଆମର ଉପରୁ ତ ଗ୍ଲାସ୍ ଛାଡ଼ିଗଲା ଟେମ୍ପର୍ ଗ୍ଲାସ୍ଟା, କିନ୍ତୁ ତଳ ଆଡ଼େ ପୁରା ଚିପକିକି ଲାଗିଯାଇଥିଲା, ଯାହାଫଳରେ କି ମୋର ତଳ ଆଡ଼ୁ ମେନ୍ ଡିସପ୍ଲେଟାରେ ଅଠା ଛାଡ଼ିଗଲା। ତ ଅଠା ଛାଡ଼ିଗଲା ପରେ ସେଟାକୁ ବହୁତ କଷ୍ଟମଷ୍ଟେ ଯାହା ହେଇକି ବାହାର କରିଦେଲି। ତ ଭାଇ ଦେଖନ୍ତୁ, ସେତେବେଳେ ମୋର 500 ଟଙ୍କାର ଖର୍ଚ୍ଚ ହେଇଗଲା ମୋବାଇଲ୍। ସେଥିପାଇଁକା ଆଗୁଆ ସଚେତନ ରୁହନ୍ତୁ। ଏମିତି ଆଗୁଆ 500-600 ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ଆପଣ ଆଗୁଆ ସଚେତନ ହେଇକି ତାକୁ ସବୁବେଳେ ସବୁ ଠିକ୍ ଠାକ୍ କରିକି ରଖନ୍ତୁ ମୋବାଇଲ୍ କି, ପୁରା ନିଜର ଯେମିତି ନିଜର ତୁମେ ପିଲାମାନଙ୍କୁ ଯେମିତି ଯତ୍ନ କର, ସେମିତିକା ମୋବାଇଲ୍କି ବି ଯତ୍ନ କର। ଭାଇ ଦେଖ, ଆମେ ହେଉଛୁ ମିଡ଼ିଲ୍ କ୍ଲାସ୍ ପିଲା, ତ ଏକରେ ହେଉଛି ଆମେ ତ ଏତେ କୋଟିପତି ନୁହଁ ନା, କି ଯେମିତି ମୋ କଥା ନାହିଁ, ସମସ୍ତଙ୍କ କଥା କହୁଛି, ଆମେ ତ ଏତେ ସମସ୍ତେ ତ ଏତେ କୋଟିପତି ନୁହଁ ନା, ସବୁବେଳେ ଆଜି ଗୋଟେ ମୋବାଇଲ୍ ଖରାପ ହେଲେ କାଲି ଗୋଟେ ମୋବାଇଲ୍ ଆଣିବୁ, ସେମିତି ତ ନାହିଁ ନା। ତ ଆମେ ମିଡ଼ିଲ୍ କ୍ଲାସ୍, ତ ଦେଖ ଆମେ ଯେତିକି ଭଲ ପାଇବା ମୋବାଇଲ୍ କି ଆମ ପିଲାଙ୍କୁ ଦେଉଛେ, ତ ସେତିକି ତାଠୁ ଟିକେ କମ୍ ଭଲ ପାଇବା ମୋବାଇଲ୍କି ଦେବା। କାହିଁକିନା ଦେଖ, ମୋବାଇଲ୍ ଯଦି ଠିକ୍ ସେ ଯତ୍ନ ନ ନେବ କି କେୟାର୍ ନ ନେବ, ତାହେଲେ ମୋବାଇଲ୍ ବହୁତ ଜଲ୍ଦି ଖରାପ ହୁଏ, ଯାହାଫଳରେ
ଆମକୁ ବହୁତ ପଇସା ଖର୍ଚ୍ଚ କରିବାକୁ ପଡ଼ିବ, ଯାହାକି ମୋବାଇଲର ସବୁଠାରୁ ବହୁତ ପଇସା ହେଉଛି ତା'ର ଡିସପ୍ଲେ ଆଣ୍ଡ ବ୍ୟାଟେରୀ। ତ ବ୍ୟାଟେରୀ ବହୁତ ଫାଟିବାର ସମ୍ଭାବନା ଥାଏ। ତ ସେଥିପାଇଁକା ଫାଟି ବି ଯାଏ ବେଳେବେଳେ। ଆପଣ ନ୍ୟୁଜ୍ ଦେଖୁଥିବେ କି ଆପଣ ଜଣେ ଚାର୍ଜ ଦେଖୁଛନ୍ତି କି ଆପଣ ମୁଣ୍ଡ ପାଖରେ କେତେବେଳେ ମୋବାଇଲ ରଖିକି ଶୋଇବେନି କି ତକିଆ ତଳେ ରଖିବେନି। କାହିଁକିନା ଦେଖ, ତକିଆଟାରେ ଆମେ ଯେତେବେଳେ ମୋବାଇଲଟା ରଖିକି ଶୋଉଛେ ତ ସେଟା ଗରମ ହେଉଛି ନା, ତକିଆଟା ଗରମ ଲାଗୁଛି ନା ନାଇଁ, କିଛି ସମୟ ଶୋଇଗଲା ପରେ ଆମେ ଘୋଡ଼େଇକି ଶୋଇ ପଡ଼ୁଛେ। ତ ଆମେ ଯେତେବେଳେ ତକିଆରେ ହାତ ମାରୁଛେ ତକିଆଟା କ'ଣ ନା ଗରମ ଥିବ, ଟିକେ ହିଟ୍ ଥିବ। ତ ଦେଖ, ସେଇ ଟିକେ ହିଟ୍ ବି ମଣିଷ ଜୀବନ ନେଇପାରେ। କେମିତି ନା, ତମେ ନା ମୋବାଇଲଟାକୁ ତମ ସାଇଡ଼ରେ ରଖିକି ଶୋଇଗଲ, ଫର୍ ଏକ୍ଜାମ୍ପଲ୍ ତମ ମୋବାଇଲଟାକୁ ତମ ସାଇଡ଼ରେ ରଖିକି ଶୋଇପଡ଼। ସେତେବେଳେ କ'ଣ ହେଲା ନା, ମୋବାଇଲଟା କିଛି କାରଣରୁ ଫାଟିଗଲା। ତ ଯେତେବେଳେ ପୁରା ପରୀକ୍ଷା ନିରୀକ୍ଷାରେ ସେତେବେଳେ ବାହାରିଲା କି ମୋବାଇଲ ଅଧିକ ହିଟ୍ ହେଇକି ଫାଟିଯାଇଛି କି ମୋବାଇଲ ଚାର୍ଜର ଲାଗିଥିଲା ମୋବାଇଲ ଫାଟିଯାଇଛି। ତ ଇଏ ହେଉଛି ଗୋଟେ କଥା। ତ ମୋବାଇଲ ସବୁବେଳେ ପ୍ରପର୍ ଏୟାର ନୋଟ୍ ଟେମ୍ପର ଗ୍ଲାସ୍ ସବୁବେଳେ ମେଣ୍ଟେନ୍ କର। ଆଉ କେତେବେଳେ ମୋବାଇଲରେ ଫଟା ଗ୍ଲାସ୍ ରଖିବନି, କାହିଁକିନା ଫଟା ଗ୍ଲାସ୍ ରଖିବା ଦ୍ୱାରା ମାନେ ଆପଣଙ୍କ ଘରର କ୍ଷତି ହେଇଥାଏ। ଯେହେତୁ ଫଟା କାଚ ଯେହେତୁ ଘରେ ରୁହେନି, ସେଥିପାଇଁ ମୋବାଇଲଟା ଆପଣ କେବେ ବି ଫଟା ଗ୍ଲାସ୍ ରଖିବେନି। ତ ସବୁବେଳେ ମୋବାଇଲର ଫଟା ଗ୍ଲାସ୍କୁ ଚେଞ୍ଜ କରିଦେବେ। ତ ଏଇଟା ହେଉଛି ମୋବାଇଲ ଉପରେ କଥା। ଭିଡ଼ିଓକୁ ଭାଇମାନେ ଏଇଠି ରଖିବା। ଦେଖା ହେବା ପୁଣି ନୂଆ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।